ଶ୍ରୋତା ବନ୍ଧୁ, ଆମ ସଂସ୍କୃତି ମହାନ ଭାରତୀୟ ପରମ୍ପରା ଆଶ୍ରିତ। ଆମ ଭାରତୀୟ ପରମ୍ପରାରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଏ। ଗୁରୁଙ୍କ ସମ୍ପର୍କରେ ଖୁବ୍ ସୁନ୍ଦର ପଦଟିଏ ମନେ ପଡୁଛି। ଅନନ୍ତ ସଂସାର ସମୁଦ୍ର ତାର, ନୌକାୟିତାଭ୍ୟାମ୍ ଗୁରୁଭକ୍ତି ଦାଭ୍ୟାମ୍, ବୈରାଗ୍ୟ ସାମ୍ରାଜ୍ୟ ତଜ ପୂଜନାଭ୍ୟାମ୍, ନମୋ ନମୋ ଶ୍ରୀ ଗୁରୁ ପାଦୁକାଭ୍ୟାମ୍। ଗୁରୁଙ୍କ ପାଦୁକା ପ୍ରତ୍ୟେକଟି ଶ୍ରଦ୍ଧାଶୀଳ ଭକ୍ତ ପାଇଁ, ଶିଷ୍ୟ ପାଇଁ, ଛାତ୍ରଛାତ୍ରୀ ପାଇଁ ଅତ୍ୟନ୍ତ ମହାର୍ଘ, ପୂଜ୍ୟ, ସମ୍ମାନନୀୟ, ଅର୍ଚ୍ଚନୀୟ, ବନ୍ଦନୀୟ। এই ଯୋଉ ପଦଟି ମୁଁ ପଢିଲି, ତାର ସଂକ୍ଷିପ୍ତ ଭାବାର୍ଥ ହେଉଛି, এই ଅନନ୍ତ ସଂସାର ଯଦି ଏକ ସମୁଦ୍ର ହୁଏ, ଏହି ମହାସମୁଦ୍ରକୁ ପାର କରିବା ନିମନ୍ତେ ଗୁରୁ ଭକ୍ତି ହେଉଛି ଏକମାତ୍ର ଅବଲମ୍ବନୀୟ। ଶ୍ରୋତା ବନ୍ଧୁ, ବୈରାଗ୍ୟ ସାମ୍ରାଜ୍ୟର ଅଧିକାରୀ ହେବା ନିମନ୍ତେ ଗୁରୁ ପ୍ରଦର୍ଶିତ ମାର୍ଗ ଆମର ଏକାନ୍ତ କାମ୍ୟ। ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ସଂସାର ତ ଅଛି ଭୋଗ ପାଇଁ, ବୈରାଗ୍ୟର ଆବଶ୍ୟକତା କ'ଣ? ଏଇଠି ଗୋଟିଏ ସତ କଥାକୁ ଆମେ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରୁଛେ ଯେ ୟାବତ୍ ଜୀବନମ୍ ତାବତ୍ ମରଣମ୍। ଯଦି ଜନ୍ମ ଅଛି, ତେବେ ମୃତ୍ୟୁ ତା ସହିତ ଛନ୍ଦାଛନ୍ଦି ଆମକୁ ନିଶ୍ଚିତ ଭାବରେ ଆମ ସମୟର ଯୋଉ ଭୂମିକା ଅଛି ତାକୁ ଶେଷ କରିକି ଏଠୁ ଯିବାକୁ ପଡ଼ିବ। ଏ ଯିବା ବେଳେ କିପରି ଆମେ ଯିବା, କେଉଁ ଦିନ ଯିବା ଅବଶ୍ୟ ଆମେ ଜାଣିନଥାଏ, କିନ୍ତୁ ଯିବାଟା ଅତି ସହଜ ହେଉ, କଷ୍ଟରୁ ମୁକ୍ତ ହେଉ, ଏଥିପାଇଁ ଆମେ ଆମ ଆଧ୍ୟାତ୍ମିକ ଅନୁଚିନ୍ତାକୁ ଆମେ ସ୍ୱୀକାର କରୁ ଏବଂ ସତ୍ ମାର୍ଗରେ ଯିବା ପାଇଁ ଆମକୁ ବାରମ୍ବାର ଆମ ଗୁରୁ ପଥ ପ୍ରଦର୍ଶନ କରନ୍ତି। କୁହାଯାଏ ସଂସାର ଏତେ ମାୟାପୂର୍ଣ୍ଣ ଯେ ଏହାକୁ ଛାଡ଼ିକି ଯିବା ପାଇଁ କାହାର ମନ ନାହିଁ। ଏମିତିକି ଈଶ୍ୱର ମଧ୍ୟ ଇଚ୍ଛା କରନ୍ତି ବାରମ୍ବାର ଏହି ଭୂମି ଉପରକୁ ଆସିବା ପାଇଁ। ତେବେ ସତ ଆଉ ମିଛର ଊର୍ଦ୍ଧ୍ୱରେ ଆମେ କେବଳ ଏତିକି ଜାଣିବା, ଗୁରୁ ହେଉଛନ୍ତି ଜଣେ ପରଶମଣି ଏବଂ ସେହି ପରଶମଣି ତୁଲ୍ୟ ବ୍ୟକ୍ତିତ୍ୱ ଆମକୁ ସଂକୀର୍ଣ୍ଣ ଭାବନାରୁ, ନ୍ୟୁନ ମାନସିକତାରୁ ମୁକ୍ତ କରନ୍ତି, ଯିଏ ଆମ ଜୀବନରେ ଆତ୍ମ ଉନ୍ମୁକ୍ତିର ଆଲୋକ ବିକିରଣ କରନ୍ତି, ସେ ହିଁ ଏକମାତ୍ର ଗୁରୁ। ଗୁରୁ ପ୍ରଦର୍ଶିତ ମାର୍ଗ ଆମର ଏକାନ୍ତ କାମ୍ୟ ହେବା ଉଚିତ। ଏଇଠି ମନେ ପଡ଼ନ୍ତି ନବମ ଶତାବ୍ଦୀର ଚର୍ଯା ଗୀତିକାର ଲୁଇ ପାଦ, ଯେ ଶରୀରକୁ ଏକ ବୃକ୍ଷ ତୁଲ୍ୟ ମନେ କରନ୍ତି ଏବଂ ପଞ୍ଚ ଇନ୍ଦ୍ରିୟଙ୍କୁ ପାଞ୍ଚଟି ବିଶେଷ ଡାଳ ବୋଲି ମନେ କରନ୍ତି, ଯେ କହନ୍ତି କା ତରୁବର ପଞ୍ଚ ବିଡାଳ, ଚଞ୍ଚଳ ଚିଏ ପୈଠ କାଳ, ଦୀଢ଼ କରିୟ ମହାସୁହ ପରିମାଣ, ଲୁଇ ଭଣଇ ଗୁରୁ ପୁଛିଅ ଜାଣ। এই ସଂସାର ରୂପୀ ଯୋଉ ମହାସମୁଦ୍ର ଅଛି ତାକୁ ପାର କରିବା ପାଇଁ ଆମକୁ ମହାସୁଖ ଲାଭ କରିବା ପାଇଁ ପଡ଼ିବ। ମହାସୁଖ କ'ଣ?
ଜୀବନର ଆତ୍ମ ଉପଲବ୍ଧି। ମୁଁ କିଏ? ମୁଁ କାହାର ଅଂଶ ବିଶେଷ? ତଥାକଥିତ ସଂସାରର ବାପା ମାଙ୍କର ସନ୍ତାନ, ନା ମୁଁ କୌଣସି ଏମିତି ଏକ ମହତ୍ତର ଉତ୍ସରୁ ଆସିଛି ଯାହା ମୋର ପ୍ରକୃତ ସ୍ୱରୂପ। ଏବଂ ଦୃଢ଼ କରିହ ମହାସୁଖ ପରିମାଣ, ଏ ଯେଉଁ ମହାସୁଖକୁ ଲାଭ କରିବା ପାଇଁ ଦୃଢ଼ ମନୋବଳ ବହନ କରିବା ସହିତ ଗୁରୁଙ୍କୁ ପୁଚ୍ଛା କରିବାକୁ ହୁଏ, ଗୁରୁଙ୍କ ଆଶ୍ରୟ ନେବାକୁ ହୁଏ, ଗୁରୁଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବାକୁ ହୁଏ। ଏବଂ ମୁଁ ଯେ ସାଧାରଣ ନୁହେଁ, ମୁଁ ଯେ ଅସାଧାରଣ, ସେଇ ଅମୃତର ଉତ୍ସର ଏକ ବିନ୍ଦୁ, ଏହାକୁ ବାରମ୍ବାର ମନରେ ମନନ କରିବାକୁ ହୁଏ। କାରଣ ମୁଁ ଶାନ୍ତିର ଦୂତ, ଆସିଛି ମୁଁ ନିଜକୁ ଜାଣିବା ପାଇଁ, ଆତ୍ମ ସାକ୍ଷାତକାର କରିବା ପାଇଁ। କବୀର ଦାସ ମଧ୍ୟ କହିଛନ୍ତି, ଗୁରୁ ଗୋବିନ୍ଦ ଦୋ ଖଡ଼େ କାକେ ଲାଗୁ ପାଏ, ବଲି ହାରି ଯାଉଁ ଗୁରୁ କେ ଗୋବିନ୍ଦ ଦିଓ ବତାଏ। ଭଗବାନ କୃଷ୍ଣ ମଧ୍ୟ ତାଙ୍କର ଗୁରୁ ସାନ୍ଦୀପନୀଙ୍କୁ ସମ୍ପୂର୍ଣ୍ଣ ରୂପେ ନିଜ ଜୀବନର ମହତ୍ତର ଉପଲବ୍ଧି କ୍ଷେତ୍ରରେ ଏକମାତ୍ର ମାଧ୍ୟମ ମନେ କରିଥିଲେ। ସ୍ୱାମୀ ଶିବାନନ୍ଦଜୀଙ୍କ ମତରେ Guru's grace alone is sufficient to acquire the knowledge of Brahma. ବ୍ରହ୍ମକୁ ଜାଣିବା ପାଇଁ, ଆତ୍ମାକୁ ଜାଣିବା ପାଇଁ, ଆତ୍ମାର ସ୍ୱରୂପକୁ ବୁଝିବା ପାଇଁ ଗୁରୁଙ୍କ ଆଶୀର୍ବାଦ ଏକମାତ୍ର ମାର୍ଗ, ଏକମାତ୍ର ମାଧ୍ୟମ, ଯେ ଆମକୁ ଆମ ପରିଚୟ ବୁଝାନ୍ତି, ଆମେ କିଏ, ଆମେ କାହିଁକି ଆସିଛେ, ଆମର ପ୍ରକୃତ ଲକ୍ଷ୍ୟ କ'ଣ ଏ ସଂସାରରେ। ତେଣୁ ଆମେ ସମସ୍ତେ ଆମର ଭୂମିକା ନିର୍ବାହ କରିବା ପାଇଁ ଆସିଛେ, କିନ୍ତୁ ଆମେ ଭୂମିକା ନିର୍ବାହ କରିବା ଭିତରେ ଏତେ ଯେଉଁ ମାୟାପୂର୍ଣ୍ଣ ସଂସାରରେ ଏତେ ମୋହଗ୍ରସ୍ତ ହେଇଯାଉଛେ, ୟାକୁ ହିଁ ନିଜର ଏକମାତ୍ର ଲକ୍ଷ୍ୟ ବୋଲି ମନେ କରୁ ଏବଂ ଲୋଭ ମାୟାର ଶିକାର ହଉ। ଶ୍ରୋତାବନ୍ଧୁ, ଆପଣମାନଙ୍କ ସମ୍ମୁଖରେ ମୁଁ ଗୋଟିଏ କଥା କହିବା ପାଇଁ ଚାହିଁବି ଯେ ଗୁରୁଙ୍କ ଆଶୀର୍ବାଦ ବିନା ଆମମାନଙ୍କର ଜୀବନରେ ଆତ୍ମ ଉପଲବ୍ଧିର କୌଣସି ହେଲେ ସମ୍ଭାବନା ନାହିଁ। ତେବେ ସେଲ୍ଫ ରିଅଲାଇଜେସନ୍, ଯେଉଁ ଆତ୍ମ ସାକ୍ଷାତକାରର କଥା ଆମେ ପଢ଼େ ଶୁଣେ, ନିଜକୁ ଚିହ୍ନିବାର କଥା ଆମ ଗୁରୁ ଆମକୁ ବୁଝାନ୍ତି, ସେଇଠି ମୋର ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ମୁଖ୍ୟ ଯେଉଁ ତାଙ୍କର ପଥ, ଯାହା ସେ ପ୍ରଦର୍ଶିତ କରିଛନ୍ତି ସମଗ୍ର ଜଗତକୁ ଆୱେକେନ୍ କରିବା ପାଇଁ, ଜାଗ୍ରତ କରିବା ପାଇଁ, ସେଇଟା ହେଉଛି ସର୍ଭ ଅର୍ଥାତ୍ ସେବା, ଲଭ୍ ଅର୍ଥାତ୍ ମାନବ ପ୍ରେମ, ଗିଭ୍ ଅର୍ଥାତ୍ ଦାନ, ପ୍ୟୁରିଫାଏ ଅର୍ଥାତ୍ ପବିତ୍ରତା, ମେଡିଟେଟ୍ ଅର୍ଥାତ୍ ଧ୍ୟାନ, ଏବଂ ଶେଷତମ ରୂପ ହେଉଛି ରିଅଲାଇଜେସନ୍ ଅର୍ଥାତ୍ ଆତ୍ମ ସାକ୍ଷାତକାର। ଆଉ ଟିକେ ମୁଁ ଆପଣମାନଙ୍କୁ ବୁଝେଇ ଦେବାକୁ ଚାହେଁ, ଆମର ଲକ୍ଷ୍ୟ ଯଦି ଆତ୍ମ ସାକ୍ଷାତକାର, ତେବେ ଆମକୁ ତା ପୂର୍ବରୁ କିଛିଟା ମାଧ୍ୟମ ଦେଇ ଗତି କରିବାକୁ ପଡ଼ିବ। ସେବା, ସେବା ଦ୍ୱାରା ମଣିଷ ନିଜର ଅହଙ୍କାରକୁ, ଯେଉଁ ଅହଙ୍କାର ଯାହାକି ଜଡ଼ିଭୂତ ଆମ ଭିତରେ ତାର କାୟା ବିସ୍ତାର କରିଥାଏ, ଅଥଚ ଆମେ ଭାବେ ଆମେ ଗର୍ବ କରୁନାହିଁ, ଆମେ ନିରହଙ୍କାରୀ, କିନ୍ତୁ ପ୍ରକୃତରେ ଆମ ଭିତରେ ଅହଙ୍କାର ଅଛି ବୋଲି ଆମେ ଅନ୍ୟକୁ ଛୋଟ ଦେଖୁ, ଆମେ ଅନ୍ୟକୁ ନ୍ୟୁନ ମନେ କରୁ। ତେଣୁ এই ଅହଙ୍କାରର ବିଲୋପ ପାଇଁ ପ୍ରଥମେ ନିଜକୁ ଅତି ସାଧାରଣ ମନେ କରିବା ଜରୁରୀ, ଯାହାକି କେବଳ ସେବା ଦ୍ୱାରା ସମ୍ଭବ।
ସେବା କରିବାର ମାନସିକତା ଜାତି, ବର୍ଣ୍ଣ, ଧର୍ମ, ବୟସ ନିର୍ବିଶେଷରେ ହେବା ଦରକାର। ଆମେ ନିଜର ପଦ ପଦବୀର ଊର୍ଦ୍ଧ୍ୱକୁ ଯାଇ ସେବା ଭାବ ନିଜ ଭିତରେ ଧାରଣ କରିବା ଦରକାର। ଏଇ ସର୍ଭିଂନେସରୁ, ଏଇ ସେବା ପରାୟଣତାରୁ ଭଲ ପାଇବାର ଜାଗରଣ ହୁଏ। ଅନ୍ୟ ପ୍ରତି ଆମର ସମ୍ବେଦନା ସୃଷ୍ଟି ହୁଏ, ସହାନୁଭୂତି ସୃଷ୍ଟି ହୁଏ। ତାପରେ ହଉଛି ଗିଭିଂନେସ୍ ବଢେ, ଅର୍ଥାତ୍ ଦେବାର ଇଚ୍ଛା ବଢେ। ଯେତେବେଳେ ଅନ୍ୟ ପ୍ରତି ଆମର ଆନ୍ତରିକତା ଥାଏ, ଆସେ, ଆମେ ଅନ୍ୟକୁ ଖୁସି କରିବା ପାଇଁ କିଛି ଦେବାକୁ ଇଚ୍ଛା କରୁ। ତେଣୁ ସେବା ଦ୍ୱାରା ପ୍ରେମର ସୃଷ୍ଟି, ଏବଂ ପ୍ରେମରୁ ହିଁ କିଛି ଦବାର ଇଚ୍ଛା, ଆକାଂକ୍ଷା ସୃଷ୍ଟି ହୁଏ। ତାପରେ ଆସୁଛି ଏଇ ଯୋଉ ଦେବା ଦ୍ୱାରା, ଧରାଯାଉ ଆପଣ ଗୋଟେ ଖଣ୍ଡିଆ ଖାବରା ହେଇଥିବା ଗୋଟେ ସୈନିକର ସେବା କରୁଛନ୍ତି। ଆପଣଙ୍କ ଘରେ ଥିବା କୌଣସି ପ୍ରୌଢ଼ ବ୍ୟକ୍ତିଙ୍କର ସେବା କରୁଛନ୍ତି। ଆପଣ ରାସ୍ତାରେ ଯାଉଛନ୍ତି, କୌଣସି ଖଣ୍ଡିଆ ଖାବରା ହେଇଥିବା କୌଣସି ପଶୁ, କୁକୁର ହେଉ, ଗାଈ ହେଉ, ତାକୁ ଆପଣ ସାମ୍ନା କରୁଛନ୍ତି ଏବଂ ତାକୁ ସେବା କରୁଛନ୍ତି। ଆପଣ ଦେଖିବେ ତା ପରବର୍ତ୍ତୀ ସମୟରେ ଯେତେବେଳେ ସେ ସୁସ୍ଥ ହେବେ, ନିଶ୍ଚିତ ଭାବରେ ଆପଣଙ୍କ ପ୍ରତି ଯୋଉ ସେମାନଙ୍କର ଆନ୍ତରିକତା, ସେ ନିଶ୍ଚୟ ଅଭିବ୍ୟକ୍ତ କରିବେ। ଏଥିରୁ ଆମେ କଣ ବୁଝୁଛେ? ଆମ ମନ ଖୁସିରେ ଆତ୍ମହରା ହେଇଯାଉଛି ଏବଂ ପ୍ୟୁରିଫାଏ ହେଇଯାଉଛି, ଅର୍ଥାତ୍ ଆମର ମନ, ଆତ୍ମା, କାୟା ପବିତ୍ରୀଭୂତ ହଉଛି। ତାପରେ ଯେତେବେଳେ ଆପଣ ଆଖି ବନ୍ଦ କରିବେ, ଆପଣଙ୍କୁ ସେଇ ପରମ ସତ୍ତାଙ୍କର ଯୋଉ ଆଲୋକିତ ରୂପ ନିଶ୍ଚିତ ଭାବରେ ଉଦ୍ଭାସିତ ହେବ ଏବଂ ଆପଣ ତାଙ୍କୁ ଅନୁଭବ କରିପାରିବେ। ଏବଂ ଏଇ ଅନୁଭବ ହିଁ ପ୍ରଥମ ପାହାଚ ଆତ୍ମୋପଲବ୍ଧିର, ଅର୍ଥାତ୍ ଆତ୍ମ ସାକ୍ଷାତକାରର। ମହାନ ସନ୍ଥ, ମହାପୁରୁଷ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କୁ ମୁଁ ସ୍ମରଣ କରୁଛି ଏବଂ ଏଇ ଯୋଉ ସର୍ଭ, ଲଭ୍, ଗିଭ୍, ପ୍ୟୁରିଫାଏ ଆଣ୍ଡ ମେଡିଟେଟ୍ ରିଅଲାଇଜେସନର କଥା ସେ କହିଛନ୍ତି, ତାକୁ ସମ୍ମାନ ଜଣାଉଛି ଯେ ଏତେ ବଡ଼ ମହାନ ସନ୍ଥଙ୍କର ନିର୍ଦ୍ଦେଶିତ ଏଇ ଶବ୍ଦ ଯଦି ଆମକୁ ଆତ୍ମ ଉନ୍ମୁକ୍ତି ଆଡ଼କୁ ନେଇ ପାରୁଛି, ଆଲୋକର ବଳୟ ଭିତରେ ଆମର ଜୀବନକୁ ଆମେ ବୁଝିବାର ସାମର୍ଥ୍ୟ ଯୋଗେଇ ପାରୁଛି, ତେବେ ନିଶ୍ଚିତ ଭାବରେ ମୋର କୃତଜ୍ଞତା ରହିବ ଏଭଳି ମହାନ ସନ୍ଥଙ୍କ ପ୍ରତି। ଶ୍ରୋତାବନ୍ଧୁ, ଆପଣମାନଙ୍କ ଉଦ୍ଦେଶ୍ୟରେ ଗୁରୁ ପରମ୍ପରା, ଗୁରୁବାଦ, ଇଷ୍ଟ, ଦୀକ୍ଷା ଗୁରୁ, ଶିକ୍ଷା ଗୁରୁଙ୍କ ପ୍ରତି ମୋର ଏଇ ଯୋଉ ଅଡିଓଟି ସମର୍ପିତ। ଅଡିଓଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।